ଯେକୌଣସି ଜିନିଷ କରିବାକୁ ଗଲେ ଅଗସ୍ତ୍ୟଙ୍କ ନାମ ଧରିକିରି ଯିଏ ମାନେ ସମର୍ପଣ କରନ୍ତି ତାଙ୍କର କୌଣସି କାର୍ଯ୍ୟ ବିଘ୍ନ ଘଟେ ନାହିଁ। ସେଇଥିପାଇଁ ଏଠି ଯେକୌଣସି ଲୋକ ଯାହାର ଭଲ ହଉ ମନ୍ଦ ହଉ ଆସିକିରି ଏଠି ତାଙ୍କର ଶରଣାପନ୍ନ କରନ୍ତି। ଅଗସ୍ତ୍ୟ ମହାଶୟ ତାଙ୍କର ଶରଣାପନ୍ନକୁ ସମସ୍ତ ଇଷ୍ଟ ଖଣ୍ଡନ କରିକିରି ତାଙ୍କର କାର୍ଯ୍ୟକୁ ସେ ସଫଳତା କରିବା ଯୋଗୁଁ ଆଜି ଅଗସ୍ତ୍ୟ ମଠର ଆଶ୍ରମଟା ଭଲ ଭିତରେ ଚଳୁଛି ଏବଂ ସମସ୍ତ ଭକ୍ତ ଏଠି ବି ଆସିକି ରହନ୍ତି। ପ୍ରତିବର୍ଷ ଯେଉଁ ଯଜ୍ଞଟେ ଏଠି 5-10 ବନ୍ଧା କୀର୍ତ୍ତନ ମଣ୍ଡଳୀ ଆସନ୍ତି। ପ୍ରତ୍ୟେକ ଦିନ ଏଠି ଯେଉଁ 3 ଦିନ ଅଧିବାସଠୁ ପୂର୍ଣ୍ଣ ପର୍ଯ୍ୟନ୍ତ ସମସ୍ତେ ବି ଏଠି ନାମ ଯଜ୍ଞରେ ଭାଗ ନିଅନ୍ତି। ଆମ ଏଇ ଭୂତମୁଣ୍ଡା ଗ୍ରାମ महापुरुषों विषय आम जाचे एक अतीत भरा पीठ अतीतर ऐतिह्य प्रदान करें। महापुरुषों कृपा कौन रही गाँ प्रति एवं ये पीठर महिमा कौन सब अच्छी विषय किसी समय पर आम पूजकों सह आलोचना रखा बंधुों आम कि कथा है विषय आज्ञा आज्ञा ठीक अच्छे आज्ञा आम टे महापुरुषों विषय जानवा चाहूँ ये पीठर महिमा किसी अतीतर वार्ता किसी दिए बोली कहते ना कहतु अगस्त्य मुनि आश्रम बोली आम जहाँ जानी आसु ये कौन आम अगस्त्य मुनि जो अगस्त्य मुनि विषय टी जाना चाहूँ कहे विश्वाड़ी गाँव हो बोले गाँ से थे बाबा दिने कहले कौन शरीर आर असुस्थ थाए कहले देबू सीटी सी आसी नाला किसी दिन पर निजे बाबा भी जाइए धरिकी आनी आम जो बट वृक्ष सीट अच्छी कहले तू शुआ बट वृक्ष कहले दीर्घ 5 दिन पर स्वप्नागत होगी तार शरीर भी आरोग्य होगा जहाँकि फल मुझे पचारि केमी कौन आसल भल होगा पाइले ना हाँ ये बाबा थे जा कहले मुझे पछे जा मत कहते कहीं गलुनि मत निजे धरिकी नहीं राति पड़े आसे देहटा भी असुस्थ थी कहले कहले हाँ मत हम तुलसी जब मागिले मागला पर देला पाई जब आ 2 दिन बाद पूर्ण होगा ठाकुर आशीर्वाद मिलगला जब मत दिन कहते मुझे से समय बहुत लोक आसिक कर आज्ञा सी लोक कर लोक से लोक बहुत कले बुझुना ना क्षीर बाड़ुआ बुझीदबा ये करके स्वप्न खाली मत जो सका कहले जा सका आइल भोक मिल जाए पणा पणा देली पाई गले भल जहाँ महिमा तो अनेक किसी अच्छी आज्ञा किंतु अगस्त्य मुनि कथा तो पुराण वर्णित आज्ञा तो अगस्त्य मुनि पीठ ए स्थान रे केमती आसला से विषय टे ग्रामवासी सह कथा है आज्ञा किसी लोक कथा तो जानी अच्छा अच्छा हुंका माने एथिरु जहाँ आम जापरु महामुनि आमर से हुंका पाखे कल्प बट जो बटटे थे से किसी समय रही ना कि जेहेतु महर्षि ना मुनि ऋषि माने तो साधना करती यही पीठटी एत माने अतीतर वार्ता दौर ये पीठटी आमको नहीं ठीक अच्छे आज्ञा मार्फतदार एत बड़ पौराणिक तत्व आनी देउछि ये पीठ आज्ञा किंतु ठीक अच्छे आज्ञा ये पीठर आउ टिके उन्नतीकरण हेले होंता नहीं कि आज्ञा जहाँ आम लक्ष्य करुछु ये पीठ को ये पीठ एत पुरातन सभ्यता को आणिकी बर्तमान आम पाखे रखुची ये पीठर आउ टिके उन्नतीकरण हेले होंता नहीं कि ग्राम मध्य ये पीठ को जदिओ अगस्त्य मुनिंकर रहाणी स्थान किसी समय एठारे महापुरुष रही तो किसी ना किसी महिमा रोचे ये गाँ प्रति भूतमुंडा ग्राम प्रति नहीं कि महापुरुषों आशीर्वाद आपण मान प्रति रोथिबो पूजा पाठ करिकरी जाउछंती
ପ୍ରତିବର୍ଷ ରାସ ହେଉଛି ପ୍ରତିବର୍ଷ ବହୁ ପ୍ରୋଗ୍ରାମ ମଧ୍ୟ ହେଉଛି ଏ ମଠର ଉନ୍ନତିକରଣ ପାଇଁ ସେ ଏଥର ମାଫଦାର ଏବଂ ସେଇ ଜାଗାକୁ ସବୁ ଇଏ କରିଦେଇଥିଲେ କମ୍ ଥିଲା ଜାଗା ତା ପାଇଁ ବ୍ୟବସ୍ଥା କରିଥିଲେ ଆଉ ଠାକୁରଙ୍କୁ ଜମି ଦେଇଥିଲେ ଆଉ ସେ ବାବଦରେ ଜରିଆରେ ଠାକୁରଙ୍କର ଜମି ଯାଇଛି ତାଙ୍କ ଦୟାରୁ ଗାଁରେ ବହୁତ ଶାନ୍ତି ଶୃଙ୍ଖଳା ଭଲ ମନ୍ଦ ରହି ଆସୁଛି ଶୃଙ୍ଖଳାର ସହିତ ମଣିଷ ବଞ୍ଚି ଆସୁଛନ୍ତି ଆଜ୍ଞା ନାଇଁ କି ବଡ଼ ଗାଁଟି ଆମର ଆଜ୍ଞା ଗାଁ ଯାହା ହଉ ମହାପୁରୁଷଙ୍କର ଆଶୀର୍ବାଦ ଆପଣଙ୍କ ପ୍ରତି ଥାଉ ଆପଣଙ୍କ କେବଳ ଆପଣଙ୍କ ଗ୍ରାମ ନୁହେଁ ଆଜ୍ଞା ସମସ୍ତ ଗ୍ରାମ ପ୍ରତି ମହାପୁରୁଷଙ୍କର ଆଶୀର୍ବାଦ ମଧ୍ୟ ରହୁଛି ଆଜ୍ଞା ବହୁତ ବହୁତ ଧନ୍ୟବାଦ ତାଙ୍କ ସବୁ ଶାନ୍ତି ଶୃଙ୍ଖଳାରେ ଚାଲିଛି ବହୁତ ଭଲ ସବୁ ଅଛୁ ହଉ ଆଜ୍ଞା ବହୁତ ବହୁତ ଧନ୍ୟବାଦ ଏଠି ଗ୍ରାମ ଦେବତୀ ପୂଜା ପାଉଥିଲେ କି ଘୋଡ଼ା ଅଛି କ'ଣ ଗ୍ରାମ ଦେବତୀ ଆମର ସେଠି ବାହାରେ ଅଛନ୍ତି ହଉ ଆମ ଏଠି ଅଷ୍ଟପ୍ରହରୀ ନାମ ଯଜ୍ଞ ହୁଏ ଅଷ୍ଟପ୍ରହରୀ ନାମ ଯଜ୍ଞ ହୁଏ ରାହସ ବଡ଼ ଦେଢ଼ ରହେ ରାସ ହୁଏ ମହାପୁରୁଷ ଆଚ୍ଛା ଆଚ୍ଛା ହୋଲି ଦୋଳ ପୂର୍ଣ୍ଣିମା ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଦୀର୍ଘ ଦିନର ପୂଜକ ସେ ହେଲାଣି ତାଙ୍କ ପରିବାର ସବୁ ଗଲେନି ବାପା ଥିଲେ ଅଧା ଥିଲେ ବହୁତ ଥିଲେ ଆମେ ତ ଦେଖି ଆସୁଛୁ ଆଜ୍ଞା ଏଇ ଭୂତମୁଣ୍ଡାଇ ଗ୍ରାମର ସମସ୍ତ ମନ୍ଦିରକୁ ଗଲେ ଆମେ ନନାଙ୍କୁ ହିଁ ପାଉଛୁ ନାଇଁ କି ସନାତନ ହୁଅନ୍ତି ସମସ୍ତେ ମୁକ୍ତି ହେଇଛନ୍ତି ହଁ ମୁକ୍ତି ଯିଏ ଆସିଛି ଏଠି ତାଙ୍କ ଆଶ୍ରୟ ନେଇଛି ଅସାଧ୍ୟ ଜିନିଷ ବି ସାଧନା ଭିତରେ ପୂରଣ ହେଇଛି ଆଶ୍ରୟ ନେବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ ସେ ବିଷୟଟି ଜାଣିବାକୁ ପଡ଼ିବ ନା ଆମକୁ ଆଶ୍ରୟ ମାନେ କ'ଣ ଆମେ ଯେମିତି ଆଶ୍ରୟ ଭଗବାନ ତ ଜାଣନ୍ତି ନା ଆମେ ଭଗବାନଙ୍କ ପାଖକୁ ଆସିଲେ ଡାକିବାର କିଛି ସେମିତି ମାର୍ଗ ଅଛି କି କିଛି ସେମିତି ମନ୍ତ୍ର ମାତ୍ର କିଛି ନାହିଁ ତାଙ୍କ ନାଁ ଧରି ଯିଏ ଶରଣାପନ୍ନ ହେବେ ହଁ ତାଙ୍କରି ସେଇ ଶରଣାପନ୍ନ ହିଁ ତାଙ୍କୁ କାର୍ଯ୍ୟ କରେ ଏଥିରେ କୌଣସି ତପ ନାହିଁ ଜପ ନାହିଁ କିଛି ନାହିଁ ଶରଣାପନ୍ନ ହିଁ ମୁଖ୍ୟ ମନରେ ଭକ୍ତି ନାହିଁ କି ଆଜ୍ଞା ମନରେ ଯଦି ଆମର ସେହିପରି ଭକ୍ତି ଆସିବ ମହାପୁରୁଷ ମଧ୍ୟ ସମାଧିରେ କଥା କହିବେ ନାଇଁ କି କିନ୍ତୁ ଯାହା ହେଉ ଆମେ ଏତିକି ଜାଣି ଆସୁଛେ ସେ ଆଜି ଯେଉଁ ରୂପରେଖରେ ଏଠି ବିରାଜମାନ କରିଛନ୍ତି ଏଠି ପର୍ବପର୍ବାଣି ବହୁତ ଜୋରରେ ହୁଏ ଠାକୁରଙ୍କ ମହାତ୍ମା ଏତେ ଜୋରଦାର ଆମର ଅଷ୍ଟପ୍ରହରୀଟା ଜୋରଦାର ହୁଏ କେତେ ଲୋକ କ'ଣ କେମିତି ଆସିଥାନ୍ତି ବହୁତ ଲୋକ ଆସନ୍ତି 10-12-15-20 ଆସନ୍ତି ଆମର ପୁରା ମାନେ ପ୍ରତି 3 ଦିନ ପ୍ରସାଦ ସେବନ କରାଯାଏ ଏବଂ ସମସ୍ତେ ଆସିକିରି ଭକ୍ତମାନେ ପ୍ରସାଦ ସେବନ କରନ୍ତି ଏବଂ ଏମିତି ହୁଏ କି ଦିନ କାଳ ଗାଁରେ ସମସ୍ତେ ଆସିକିରି ଏଇ ଠାକୁରଙ୍କ ପାଖରେ ମାନେ ଠାକୁରଙ୍କ ନାମକୁ ସ୍ମରଣ କରି ଏବଂ ଭକ୍ତି ଭାବରେ ସମସ୍ତେ ରହନ୍ତି ଏବଂ ସମସ୍ତେ ଖୁସି ବାସିରେ ପ୍ରସାଦ ପାଇକିରି ଯାଆନ୍ତି ପ୍ରଚୁର ଭୋଗ ହୁଏ ପ୍ରଚୁର ଭୋଗ ହୁଏ କୁଣ୍ଡ ଭୋଗ କରିକି ନିଅନ୍ତି ତାପରେ ସବୁ ବଳେ ଦିଅନ୍ତି ସବୁ କୀର୍ତ୍ତନ ଫୀର୍ତ୍ତନ ଖାଆନ୍ତି ଆଉ ସବୁ ଅନ୍ୟମାନେ ଖାଆନ୍ତି ବହୁତ ଭୁତୁମୁଣ୍ଡି ଗ୍ରାମ ତ ବଡ଼ ଗ୍ରାମ ଆମର 12ଟି ୱାର୍ଡ଼ ଆମ ଭୁତୁମୁଣ୍ଡି ଗାଁ ବଡ଼ ଗାଁ ଏଠି ଯେଉଁମାନେ ଇଏ ବହୁତ ମହାତ୍ମା ଠାକୁରଙ୍କର ମହାତ୍ମା ବହୁତ ଏବଂ ଏଠି ଆମର ବଜ୍ରଗୁଡ଼ି ମା ବଜ୍ରଗୁଡ଼ି ସେଠି ଅଛନ୍ତି ଏଠି ଆମର ଅଗସ୍ତ୍ୟ ମହାପୁରୁଷ ଆମ ଗାଁରେ ବହୁ ପ୍ରକାର ତାଙ୍କୁ ଯିଏ ଡାକିଛି ସେ ତାର ସୁଫଳ ପାଇଛି ଏବଂ ଠାକୁରଙ୍କର ସେଇ ଦୃଷ୍ଟିରୁ ଆମର ଅଷ୍ଟପ୍ରହରୀ ନାମ ଯଜ୍ଞ ବହୁତ ଜୋରଦାର ହୁଏ ତାପରେ ଗୋଟେ ରାସ ମଧ୍ୟ ବହୁତ ଜୋରଦାର ହୁଏ ଅନ୍ୟାନ୍ୟ ସବୁ ରାସ ପୂର୍ଣ୍ଣିମା 5 ଦିନ ଆମର ଦଶମୀଠୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଠି ପ୍ରତି ଡେଲି ମାନେ ସନ୍ଧ୍ୟା ପୂର୍ବ ବେଳେ ଆରମ୍ଭ ହୁଏ ଏବଂ ରାତି 10ଟା-11ଟା ପର୍ଯ୍ୟନ୍ତ ବି ରାହାସର ଖାଇବା ପିଇବା ସବୁ କିଛି ମାନେ ବହୁତ ପ୍ରସାଦର ବ୍ୟବସ୍ଥା ସୁନ୍ଦର ଭାବରେ ରହିଥାଏ ତାଙ୍କରି ଆଶୀର୍ବାଦରୁ ବା ତାଙ୍କରି ଇଏରୁ ବହୁତ ଭକ୍ତ ବି ଆସି ଜୁଟନ୍ତି ଅନ୍ୟ ସମ୍ପ୍ରଦାୟ ଆସିକି ଏଠି ରାହାସରେ ବି ଭାଗ ନିଅନ୍ତି ଏବଂ ନାମ ସଂକୀର୍ତ୍ତନରେ ଭଜନ ଚାଲେ ଏସବୁ ଚାଲେ ଯାଉ ନାଇଁ ପ୍ରସାଦ କଥା ଯେଉଁ ରଖିଲେ ପ୍ରସାଦରେ ଆମେ ଆଜ୍ଞା ଜାଣି ଆସିଛୁ କିଛି ଆଶ୍ରମ ମାନଙ୍କୁ ଯାଇଥିଲୁ ଏ ଲୋକ କଥାରେ ଅଛି ଆମର ଏ ପୀଠରେ ସେମିତି କିଛି ଅଛି କି 500 ଲୋକ 1000 ଲୋକ ଖାଇବେ 500 ଲୋକଙ୍କ ପାଇଁ ହେତୁ 1000 ଲୋକ ଖାଇବେ କଳନା ନଥାଏ ଇଏ ମଠର କୌଣସି କଳନା ନଥାଏ ମାନେ ଯେଉଁ ରୋଷେଇଟା ହୁଏ ମାନେ କିଏ କହେନି ଯେ ମୁଁ ସେଠି ପ୍ରସାଦ ପାଇନି ତାକୁ କୋଉଠୁ ଆସେ କୋଉଠୁ କ'ଣ କରେ ସେ ପ୍ରସାଦ କେମିତି ଆରମ୍ଭ ହୁଏ ଯାହା ହଉ ଯେଉଁ ପ୍ରସାଦଟା ତିଆରି ହୁଏ ସମସ୍ତେ ଆନନ୍ଦ ଭିତରେ ଖାଇକି ଯାଏ ହଉ ଆଜ୍ଞା ବହୁତ ବହୁତ ଧନ୍ୟବାଦ ଯେଉଁମାନେ ମାନେ ଶାନ୍ତ ସ୍ୱଭାବର ହୋଇଥିବେ ଆଉ ସବୁ ପ୍ରାୟ ସମୟ
नीरवता रक्षा करुवे आज्ञा ନିରବତା से मानक आम ज्ञान ହଉଛି ମାନବର ହଉଛି ମୁଖ୍ୟ। आज्ञा आज्ञा ये ନିରବତା ସମସ୍ତକୁ ଆନନ୍ଦ ଦିଏ, ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ମମତା ଥାଏ। ସେଇଥିପାଇଁ ଯେଉଁମାନେ ନିରବତା ରଖି ସବୁ ଜିନିଷକୁ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଭାଗ ନିଅନ୍ତି ସେହି ହିଁ ଶ୍ରେଷ୍ଠ ଜୀବ ଏବଂ ସେହି ହିଁ ମୁଖ୍ୟ କର୍ତ୍ତା କହିଲେ ଚଳେ। आमे जोटिकी आसुचे महापुरुषों पाखु आमे कौन शिखुचे आमे बा गाँ ग्राम केमी चलुचे ये कथा आपण मैंने भल भाव जानते आज्ञा हिंसा क्रोध लोभ ये सब भरी भरी के रोचे महापुरुषों पाखक आसिक कौन ये सब आम कि छाड़ी पारे हाँ नहीं कि आज्ञा ସେଇଟା ତ ବହୁତ କେତେ ନାହିଁ ଯାହା ହେଲେ ବି ଠାକୁରଙ୍କ ସାନ୍ନିଧ୍ୟରେ ରହିକି ବହୁତ ମାନେ ଇଏ ସଂଘବଦ୍ଧ ହେଲେ ଆମେ ଟିକେ ଶୁଣନ୍ତୁ, ସଂଯତ ସଂଘବଦ୍ଧ ହେଲେ ହଁ। ଆସ୍ତେ ଆସ୍ତେ ତାର ପ୍ରଭାବ ପଡୁଛି ପ୍ରଭାବ ପଡ଼ିବ ଏବଂ ଯେଉଁ ତିକ୍ତତା ମନୋଭାବ ଆସ୍ତେ ଆସ୍ତେ ତାର କଟିଯିବ। ହଁ କଟି ଯାଉଛି ତ ବହୁତ ଇଏ नहीं ठीक अच्छे आज्ञा आपण मैंने माने समय अनुक्रमे जेहेतु बयस आसलानी आपण मैंने पान खाऊंट पान जो निकोटिन रोचे ताहा शरीर पर क्षतिकारक आम जाणिकी विरोध करा जाउछि आज्ञा कहीं देखो छोट छोट पिला यार प्रभाव बहुत किछ पड़ुछि किंतु आम जो महापुरुषों पाखक आसुचे आम आसी कहूचे महापुरुष आमर यहीपरि रोग होता महापुरुष भल करदे ए महापुरुष कौन ये रखिले कि मुरब्बी दृष्टि गार्डियन कराऊँगी ये जिनस को तुम परित्याग पिला कर माने केत क्षेत्र आसी धर्मपीठ में से बसिकी उपदेश दिखाऊँगी एवं जिते जहाँ कले सुधा जो जो परिवेश को लेकिन बर्तमान ये समाज गति कर चली कौन कर सांसाथी बसिकी सी भी आम सामना नहले चाह चोरा सी भी सेवन कर नहीं आज्ञा ठीक अच्छे केवल तो निकोटिन आम निशा कथा निशा द्रव्य कथा केवल नुहे जे अलग जिनिस बहुत किसी रोचे आज्ञा स्लो पॉइजन रूपरेखा आसूसी किसी समाज में एमती दृष्टांत अच्छे आज्ञा किसी लोक कथार आम शुणु था लोक कथा हो पारे कि सत्यता थाईपे किसी लोक पान गुटका किसी माने एपरी जिनस निशा सेवन करूना किंतु से कैंसर हो जो जिनिस आमर शरीर पर हितकर नुहे अहित साजुची ताकू परित्याग करवा आस कहीं ये शरीर को आम क्षीर्ण करवा आज्ञा ये शरीर तो आमर मंदिर ना शरीर जदि न रहिबो आमे बा केमती रहिबा तो आसंतु सुस्थ रहिबा सुस्थ समाज गठन करने हेले आमको निजको सुस्थ रहिबा हेले ये समाज रे थिबा जो कुखाद्य जहाँ को आम कहवा ताकू परित्याग करवा बहुत बहुत धन्यवाद।